ଥରେ ମାଧବ ନାମରେ ଗୋଟିଏ ଅଟୋବାଲା ତାର ମା ସହିତ ତାର ଛୋଟ କୁଡ଼ିଆରେ ରହୁଥିଲା। ସେ ଅଟୋ ଚଳାଇ ତାର ପରିବାର ଚଳାଉଥିଲା। ଦିନେ ମାଧବ ରାସ୍ତାରେ ଯାଉଥିବା ସମୟରେ ଗୋଟିଏ ସ୍ତ୍ରୀ ଲୋକଟିକୁ ଅଟୋ ବାଡ଼େଇ ଦିଏ। ସେ ସ୍ତ୍ରୀ ଲୋକଟିର ମୁଣ୍ଡରେ ବେଶୀ ଆଘାତ ଲାଗିଥିବାରୁ ସେ ସେଇଠି ମରିଯାଏ। ତା ପରଦିନ ମାଧବ ତାର ମାଆକୁ ବସେଇ ଅଟୋରେ ବଜାର ନେଇ ଯାଉଥିବା ସମୟରେ ସେହି ସ୍ତ୍ରୀ ଲୋକଟି ପିଶାଚିନୀ ହେଇ ରାସ୍ତାରେ ଛିଡ଼ା ହୋଇଥାଏ। ମାଧବ ତାକୁ ଦେଖି ଅଟୋ ସ୍ପିଡରେ ଚଳାଇ ସେଠାରୁ ଚାଲିଯାଏ। ମାଧବର ପିଛା କରି କରି ପିଶାଚିନୀଟି ମଧ୍ୟ ମାଧବର ଘରକୁ ଚାଲି ଆସେ। ତାକୁ ଦେଖି ମାଧବର ମା ବହୁତ ଡରିଯାଏ ଏବଂ କହେ, ଆରେ ପିଶାଚିନୀ, ତୁ ଏଠିକୁ କାହିଁକି ଆସିଛୁ? ଏହା କହୁଥିବା ସମୟରେ ପିଶାଚିନୀଟି ଘର ବାହାରକୁ ଚାଲିଯାଏ। ସେହି ସମୟରେ ମାଧବର ମା ମାଧବକୁ ଫୋନ୍ ଲଗାଏ ଏବଂ ସବୁ କଥା କହେ। ସେହି କଥା ସବୁ ଶୁଣି ତାପରେ ମାଧବ ଏକ ତାନ୍ତ୍ରିକକୁ ଡାକି ନେଇ ଆସେ ଏବଂ ତାନ୍ତ୍ରିକଟି ପିଶାଚିନୀଟିକୁ ମାରିଦିଏ।